ଏଠି ଲୋକ ନିଜକୁ ତୁଳସୀ ଆଉ ଅନ୍ୟକୁ ବିଛୁଆତି ସାବ୍ୟସ୍ତ କରିବାକୁ ସର୍ବଦା ତତ୍ପର। ହେଲେ କିଏ କ'ଣ ତାହାର ଉଚିତ ପ୍ରମାଣ ତ କେବଳ ସମୟ ହିଁ ଦେଇପାରିବ। ସତ୍ୟ କେବେ ଲୁଚି ରହିନଥାଏ, କିନ୍ତୁ ମିଛ ସବୁବେଳେ ନିଜକୁ ଲୁଚେଇବାକୁ ଚେଷ୍ଟା କରିଥାଏ। ସତ୍ୟ କେବେ ନିଜକୁ ଜୋର ଦେଇ ମୁଁ ସତ୍ୟ ବୋଲି ଦାବି କରିନଥାଏ, କିନ୍ତୁ ମିଛ ସବୁବେଳେ ନିଜକୁ ଜୋର ଦେଇ ମୁଁ ହିଁ ସତ୍ୟ ବୋଲି ଦାବି କରିଥାଏ। ଜଣେ ବୁଦ୍ଧିମାନ ବ୍ୟକ୍ତି ଏକ ସାରସ ପକ୍ଷୀ ପରି ସଚେତନ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ତାଙ୍କ ସ୍ଥାନ, ସମୟ ଏବଂ ନିଜ କାର୍ଯ୍ୟ କରିବାର କ୍ଷମତାକୁ ବୁଝିବା ଉଚିତ। କାନ୍ଦିବାର ଅର୍ଥ ଭୀରୁତା ନୁହେଁ, ସାହସର ଏକ ବିକଳ୍ପ। ଆଜି ଯନ୍ତ୍ରଣାକୁ ବିଦାୟ ଦେଇ କାଲିକୁ ବଞ୍ଚିବାର ଏକ ସଂକଳ୍ପ। କୁହାଯାଏ କି ଫୁଲରେ ସୁଗନ୍ଧ, ରାଶିରେ ତେଲ, କାଠିରେ ନିଆଁ, କ୍ଷୀରରେ ଘିଅ ଥାଏ। ଠିକ୍ ସେହିପରି ମଣିଷର ମନରେ ବିଚାର ଥାଏ। ବିଚାରରୁ ହିଁ ମଣିଷକୁ ଚିହ୍ନି ହୋଇଥାଏ। ବିଚାରରୁ ହିଁ ସେ ଉନ୍ନତିଶୀଳ ହୋଇଥାଏ। ପ୍ରାୟ ସେ ଏକାପଣର ଶିକାର ହୋଇଥାଏ ଯିଏ ଜୀବନରେ ଠିକ୍ ରାସ୍ତାକୁ ବାଛିଥାଏ। ବିଶ୍ୱାସ ନ କରୁଥିଲେ ବି ଏହା ସତ ଯେ ମୁହଁର ସେଇ ଛୋଟିଆ ହସ ହେଉଛି ଏମିତି ଏକ ଔଷଧ ଯାହାଦ୍ୱାରା ମଣିଷ ନିଜ ଶତ୍ରୁର ହୃଦୟକୁ ବି ଜିଣି ଯାଇଥାଏ। ପ୍ୟାରେଡ୍ କରୁଥିବା ବେଳେ ପିଛେ ମୁଡ଼ ବା ପଛକୁ ଚାହୁଁ କହିଲେ ପ୍ରଥମ ବ୍ୟକ୍ତି ଶେଷକୁ ଓ ଶେଷ ବ୍ୟକ୍ତି ପ୍ରଥମକୁ ଆସିଥାଏ। ଜୀବନରେ ମଧ୍ୟ କେବେ ପ୍ରଥମରେ ଅଛ ବୋଲି ଘମଣ୍ଡ ଓ ଶେଷରେ ଅଛ ବୋଲି ଦୁଃଖ କର ନାହିଁ। କିଏ ଜାଣେ ଜୀବନ କେତେବେଳେ ପିଛେ ମୁଡ଼ କହିଦେବ। ମଣିଷ ଯେବେ ସ୍ୱାର୍ଥୀ ହୋଇଯାଏ ତେବେ ସେ ତର୍କକୁ କୁତର୍କରେ ଜିତିବାର ଅସଫଳ ପ୍ରୟାସ କରିଥାଏ। ସାହସୀ ଲୋକ ବିପଦକୁ କେବେ ଭୟ କରନ୍ତି ନାହିଁ, ବରଂ ତାର ସାମ୍ନା କରନ୍ତି। ବିଦ୍ୟମାନ ଆଉ ଜ୍ଞାନୀ ଲୋକ ବିପଦ ଆସିଲେ କୌଣସି ନା କୌଣସି ଉପାୟ ବାହାର କରିନିଅନ୍ତି। ପତ୍ର ଝଡ଼ା ବିନା ଗଛରେ ନୂଆ ପତ୍ର ଆସିନଥାଏ। ଠିକ୍ ସେମିତି ପରିଶ୍ରମ ବିନା ମଣିଷ ଜୀବନରେ ଖୁସିର ମୁହୂର୍ତ୍ତ ଆସିନଥାଏ। ଜୀବନରେ ଯଦି କେବେ ଖରାପ ସମୟ ଆସେ ତାହେଲେ ନିଜ ଲୋକଙ୍କ ଭିତରେ ଲୁଚି ରହିଥିବା ପର ଏବଂ ପରଲୋକ ମଧ୍ୟରେ ଲୁଚି ରହିଥିବା ନିଜର ମାନଙ୍କୁ ଆମେ ନିହାତି ଜାଣିପାରିବା। ଯାହାକୁ ସାହାଯ୍ୟ କରିଛନ୍ତି ତାକୁ ଭୁଲି ଯାଆନ୍ତୁ, କିନ୍ତୁ ଯାହାଠାରୁ ସାହାଯ୍ୟ ପାଇଛନ୍ତି ତାକୁ କେବେ ଭୁଲନ୍ତୁ ନାହିଁ। କାରଣ କାହାର ସାହାଯ୍ୟକୁ ଭୁଲିଯିବା ଯାହା ଈଶ୍ୱରଙ୍କୁ ଅସମ୍ମାନ କରିବା ସହ ସମାନ ହୋଇଥାଏ। ଜୀବନରେ ସମସ୍ୟାକୁ ଦେଖି କେବେ ବି ଡରି ଯାଆନ୍ତୁ ନାହିଁ, ବରଂ ତାର ସାମ୍ନା କରନ୍ତୁ। ଜୀବନରେ ସୁଖ ଆସୁ କିମ୍ବା ଦୁଃଖ ଆସୁ ତାହା ତାଙ୍କ ଉପରେ କିଛି ବି ପ୍ରଭାବ ପକାଇ ନଥାଏ। ଦୁନିଆରେ କାହାକୁ ସାହାଯ୍ୟ କରିବା ପାଇଁ ଧନର ନୁହଁ, ବରଂ ଏକ ସୁନ୍ଦର ମନର ଆବଶ୍ୟକତା ଥାଏ। ସବୁଠାରୁ ସୁନ୍ଦର ହେଉଛି ଆପଣଙ୍କ କଥାବାର୍ତ୍ତା। ଏହାଦ୍ୱାରା ଆପଣ ଚାହିଁଲେ କାହା ମନ କିଣିପାରିବେ, ଆଉ ଚାହିଁଲେ କାହା ମନ ଭାଙ୍ଗି ବି ପାରିବେ। ପ୍ରତ୍ୟେକ କ୍ଷେତ୍ରରେ ଆଶା କରିବା ଭଲ, ହେଲେ ମନେ ରଖିଥାନ୍ତୁ ଜରୁରୀ ଠାରୁ ଅଧିକ ଆଶା ମଣିଷକୁ ନିରାଶା ଆଡ଼କୁ ଟାଣି ନେଇଥାଏ। ଯେଉଁ ସମୟରେ ଯାହା କରିବା ପାଇଁ ପ୍ରତିଜ୍ଞା କର ସେହି ସମୟରେ ତାହା କରିବା ଉଚିତ ଅଟେ, ନହେଲେ ଲୋକଙ୍କ ବିଶ୍ୱାସ ଉଠିଯିବ। ସମୟ ସମୟରେ ଜିନିଷର ବଦଳିଯିବା ହେଉଛି ପ୍ରକୃତିର ନିୟମ, ଆଉ ଏଥିରେ ସର୍ବପ୍ରଥମେ ମଣିଷ ଆସୁଛି। କେବଳ ପଇସାରେ ବ୍ୟକ୍ତି ଧନବାନ ହୋଇନଥାଏ, ଅସଲ ଧନବାନ ତ ସିଏ ଯାହା ପାଖରେ ଭଲ ବିଚାର, ଭଲ ଭାବନା ଆଉ ମଧୁର ବ୍ୟବହାର ଥାଏ। ଜଣେ ଅସଲ ବୁଦ୍ଧିମାନ ବ୍ୟକ୍ତିର ପରିଚୟ ଏହା ହୋଇଥାଏ କି ତା ପାଖରେ ଗର୍ବ ବା ଅହଙ୍କାର ନଥାଏ,
ପ୍ରତ୍ୟେକ ଖରାପ ମୁହୂର୍ତ୍ତ ଯନ୍ତ୍ରଣା ଦିଏ। ପ୍ରତ୍ୟେକ ଯନ୍ତ୍ରଣା ଏକ ଶିକ୍ଷା ଦେଇଥାଏ ଏବଂ ପ୍ରତ୍ୟେକ ଶିକ୍ଷା ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରିଥାଏ। ମନେ ରଖନ୍ତୁ, ଶାନ୍ତି ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଜିନିଷ, ଯାହାକୁ ପାଇବାକୁ ହେଲେ ଅନେକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିଥାଏ। କିପରି କହିବି କି ମୁଁ ଥକି ପଡ଼ିଛି, ମୁଁ ଠକି ଯାଇଛି, ଏହା ଜାଣିକି ସୁଦ୍ଧା ମୋ ଉପରେ ପରିବାର ଦାୟିତ୍ୱର ଭାର ଅଛି। ଆଉ ଏହି ଭାର ଏତେ ଭାରି, ନ ଚାହିଁକି ବି ମୁଣ୍ଡ ନଇଁ ଯାଉଛି। ସତରେ ବାହାରେ ଥିବା ବନ୍ଧୁମାନଙ୍କର ଅନେକ ଦୁଃଖ କଷ୍ଟ ଥାଏ। ସେସବୁକୁ ଲୁଚେଇ ନିଜ ଲୋକଙ୍କୁ ଫୋନରେ କୁହନ୍ତି, ମୁଁ ବହୁତ ଭଲରେ ଅଛି, କେହି ବ୍ୟସ୍ତ ହୁଅନି। ଆଘାତ ପାଇବାରେ ଯେଉଁ ଯନ୍ତ୍ରଣା ଥାଏ ତାକୁ ଅନୁଭବ କରିଛି ମୁଁ। ଆଘାତ ଦେବାରେ ଯେଉଁ ଯନ୍ତ୍ରଣା ଥାଏ ଦିନେ ଅନୁତାପ କରିବ ତୁମେ। ଲୋକଙ୍କ ମୁହଁ ବନ୍ଦ କରିବା ଅପେକ୍ଷା ନିଜର କାନ ବନ୍ଦ କରିଦେବା ବହୁତ ଭଲ। ଏପରି କରିବା ଦ୍ୱାରା ଜୀବନ ବହୁତ ସୁନ୍ଦର ହୋଇଯିବ। ସଫଳତମ ବ୍ୟକ୍ତି ସବୁବେଳେ ଦୁଇଟି କଥା ନିଜ ଓଠରେ ରଖିଥାନ୍ତି। ଗୋଟିଏ ହେଲା ନୀରବତା, ଆଉ ଗୋଟିଏ ହେଲା ସ୍ମିତ ହାସ୍ୟ। ସବୁ ସମସ୍ୟାର ସମାଧାନ କରିଦିଏ ଓ ନୀରବତା ସବୁ ସମସ୍ୟାକୁ ନିଜଠାରୁ ଦୂରେଇ ଦିଏ। ହୃଦୟରେ ସ୍ଥାନ ପାଇଥିଲେ ଜଣେ ଯେତେ ଦୂରରେ ରହିଲେ ମଧ୍ୟ ପାଖରେ ଅଛି ବୋଲି ମନେ ହୁଏ। ଯେତେବେଳେ ପ୍ରଭୁଙ୍କର କୃପା ହୁଏ ସେତେବେଳେ ଅସହଜ କାମ ମଧ୍ୟ ସହଜ ହୋଇଯାଏ। ବର୍ଷ ବର୍ଷର ଶତ୍ରୁତା ଗୋଟିଏ ମୁହୂର୍ତ୍ତରେ ବନ୍ଧୁତାରେ ବଦଳିଯାଏ। ସାଙ୍ଗରେ ରହିକି ଯିଏ ଛଳ କରେ ତାହାଠାରୁ ବଡ଼ ଶତ୍ରୁ କେହି ନୁହେଁ। ମୁହଁ ଆଗରେ ଯିଏ ତୁମର ଖରାପ ଗୁଣ କହେ ତାଠାରୁ ଭଲ କେହି ମିତ୍ର ନାହିଁ। ବିଶ୍ୱାସ କରିବାର ଅଛି ତ ପଶୁମାନଙ୍କୁ ବିଶ୍ୱାସ କରନ୍ତୁ, କିନ୍ତୁ 2 ସେକେଣ୍ଡରେ ଡିସିସନ୍ ବଦଳାଉଥିବା ପଶୁଠାରୁ ହୀନ ମଣିଷକୁ କେବେ ବିଶ୍ୱାସ କରନ୍ତୁ ନାହିଁ।